ବହୁତ ଦିନ ତଳର କଥା। ଗୋଟିଏ ଘଞ୍ଚ ଜଙ୍ଗଲ ଧାରରେ କାଠୁରିଆ ଟୁନା ଚଢ଼େଇ ବାସ କରୁଥିଲା। ତାର ପ୍ରଥମ ସ୍ତ୍ରୀ ମରିଯାଇଥିବାରୁ ସେ ରାନୁକୁ ଦ୍ୱିତୀୟ ବିବାହ କରିଥିଲା। ତାର ଦୁଇଟି ପୁଅ ଝିଅ ମଧ୍ୟ ଥିଲେ। ପୁଅର ନାଁ ରାଜୁ ଆଉ ଝିଅର ନାଁ ରାନୀ। କିନ୍ତୁ ରାନୁ ରାଜୁ ଆଉ ରାନୀକୁ ଜମା ବି ଭଲ ପାଉନଥିଲା। ତାଙ୍କୁ ସବୁବେଳେ ଘରର କାମ କରଉଥିଲା ଆଉ ଟୁନାକୁ ତାଙ୍କ ନାଁରେ ସବୁବେଳେ ମିଛ କଥା କହୁଥିଲା। ଦିନେ ଟୁନା ଜଙ୍ଗଲରୁ କାଠ ହାଣି ସାରି ଘରକୁ ଫେରେ। ଆରେ ରାନୁ, ଆଣିଲ କ'ଣ ଦିଟା ଖାଇଦବା। ତମ ପାଇଁ ଆଉ ଖାଇବାକୁ କିଛି ନାହିଁ। ତମର ସେ ଗେହ୍ଲା ପୁଅ ଝିଅ ଦିଟା ସବୁ ଖାଇ ଦେଇଛନ୍ତି, ଆଉ ମୋ ପାଇଁ ବି କିଛି ରଖିନାହାନ୍ତି। ମୁଁ ତ କହୁଛି ତୁମେ ସେ 2 ଜଣଙ୍କୁ ନେଇ କୋଉଠି ଛାଡ଼ି ଦେଇ ଆସ। 2 ଜଣ କମିଗଲେ ମୁଁ ଟିକେ ଶାନ୍ତିରେ ଖାଇପାରିବି। ଆରେ ରାନୁ, ତୁମେ ଏମିତି କ'ଣ କହୁଛ? ସେମାନେ ଆମ ପିଲା। ମୁଁ ତାଙ୍କୁ କୋଉଠି ନେଇ ଛାଡ଼ି ଦେଇ ଆସିବି? ସେ ତମ ପିଲା, ମୋ ପିଲା ନୁହେଁ। ଶୁଣ ଟୁନା, ତମେ ଯଦି ତାଙ୍କୁ କାଲି ସୁଦ୍ଧା ଏ ଘରୁ ନ ବାହାର କର, ମୁଁ ଏ ଘର ଛାଡ଼ି ଚାଲିଯିବି। ଟୁନା ଆଉ ରାନୁ କଥା ହେଉଥିଲା ବେଳେ ରାଜୁ ଝରକା ବାଟେ ସବୁ ଶୁଣିଦିଏ। ଦିଦି, ଏ ଦିଦି ଶୁଣୁ, ତୁ ଜାଣିଛୁ ସାବତ ମା ବାପାଙ୍କୁ କହୁଛନ୍ତି ଆମକୁ କୋଉଠି ନେଇ ଛାଡ଼ି ଦେଇ ଆସିବାକୁ। ହେଲେ କାହିଁକି? ଆମେ ଥିବାରୁ ସେ କୁଆଡ଼େ କିଛି ଖାଇ ପାରୁନାହାନ୍ତି। ପ୍ରଥମେ ତ ବାପା ମନା କରୁଥିଲେ, ହେଲେ ସାବତ ମା ତାଙ୍କୁ ଜିଦ୍ଦି କରି କହିବାରୁ ସେ ରାଜି ହୋଇଗଲେ। ସତରେ ବାପା ରାଜି ହୋଇଗଲେ? ତାହେଲେ ଆମେ ଏବେ କ'ଣ କରିବା? ଆମକୁ ଯଦି ସେ ଘଞ୍ଚ ଜଙ୍ଗଲରେ ନେଇ ଛାଡ଼ି ଦେଇ ଆସିବେ, ଆମେ ତ ଆଉ ବାଟ ପାଇବାନି। ଶୁଣ ଦିଦି, ମୋ ମୁଣ୍ଡରେ ଗୋଟିଏ ଆଇଡିଆ ଆସିଛି। ଆମକୁ ଯଦି ସେମାନେ ଘଞ୍ଚ ଜଙ୍ଗଲକୁ ନେଇଯିବେ, ତାହେଲେ ମୁଁ ଗୋଟିଏ କାମ କରିବି। ଏଇ ଗହମ ଦାନାକୁ ମୋ ସାଙ୍ଗରେ ନେଇଯିବି, ଆଉ ବାଟ ସାରାଟାକୁ ବୁଣି ବୁଣି ଯିବି। ତାହେଲେ ଆମେ ନିଶ୍ଚୟ ସେଠାରୁ ବାଟ ପାଇଯିବା। ତା ପରଦିନ ସକାଳ ହୁଏ। ଟୁନା ଆସି ତା ପୁଅ ଝିଅଙ୍କୁ କୁହେ, ଆରେ ପିଲାମାନେ, ଚାଲ ମୋ ସାଙ୍ଗରେ। ଆଜି ଗୋଟେ ଜାଗାରେ ମେଳା ପଡ଼ିଛି, ଆମେ ସେଠାକୁ ବୁଲିବାକୁ ଯିବା। ଆରେ ହଁ ପିଲାମାନେ, ତମେ ତ ସବୁବେଳେ କାମ କରୁଛ। ଆଜି ଯାଅ, ଟିକେ ମେଳାରେ ବୁଲି ଆସିବ। ତାପରେ ରାଜୁ ଆଉ ରାନୀ ଟୁନା ସାଙ୍ଗରେ ମେଳାକୁ ଯିବାକୁ ବାହାରି ପଡ଼ନ୍ତି। ଟୁନା ସେମାନଙ୍କୁ ଜଙ୍ଗଲ ରାସ୍ତା ଦେଇ ନେଇଯାଉଥାଏ। ରାଜୁ ଚାଲାକି କରି ଗହମ ଦାନା ବୁଣି ବୁଣି ଯାଉଥାଏ। ମଝି ଜଙ୍ଗଲ ଆସିଲା ପରେ ଟୁନା କୁହେ, ଆରେ ପିଲେମାନେ, ମତେ ଟିକେ ପରିସ୍ରା ଲାଗିଲାଣି। ତୁମେ ଏଇଠି ଛିଡ଼ା ହୋଇଥାଅ, ମୁଁ ଏଇ ଗଲି ଆଉ ଆସିଲି। ମିଛ କଥା କହି ଟୁନା ସେମାନଙ୍କୁ ସେଠାରେ ଛାଡ଼ି ଘରକୁ ଚାଲି ଆସେ। ଦେଖିଲୁ ତ ଦିଦି, ବାପା ବି ଆମକୁ ଭଲ ପାଉନାହାନ୍ତି। ସେ ସାବତ ମା କଥାରେ ପଡ଼ି ଆମକୁ ଏଠାରେ ଛାଡ଼ି ଦେଇଗଲେ। ଚାଲ, ଆମେ ଏଇ ଗହମ ଦାନାକୁ ଦେଖି ଦେଖି ଏ ଜଙ୍ଗଲ ବାହାରକୁ ଯିବା। ତାପରେ ସେ 2 ଜଣ ସେଇ ଗହମର ଦାନାକୁ ଦେଖି ଦେଖି କିଛି ବାଟ ଆସନ୍ତି। କିନ୍ତୁ ଅଳ୍ପ ବାଟ ଆସିଲା ପରେ ସେମାନଙ୍କୁ ଆଉ ଗହମର ଦାନା ମିଳେ ନାହିଁ, କାରଣ ସବୁ ଗହମର ଦାନାକୁ ଗୁଣ୍ଡୁଚି ମୂଷାମାନେ ଖାଇ ଦେଇଥାନ୍ତି। ରାଜୁ, ଆମେ ଏବେ କ'ଣ କରିବା? ଏ ଗୁଣ୍ଡୁଚି ମୂଷାମାନେ ତ ସବୁ ଗହମର ଦାନାକୁ ଖାଇ ଦେଇଛନ୍ତି। ଦିଦି, ଚାଲ ଆମେ ଗୋଟେ କାମ କରିବା। ଆମେ ଏଇ ଗୁଣ୍ଡୁଚି ମୂଷାଙ୍କ ପଛେ ପଛେ ଯିବା। ଦେଖିବୁ, ଆମେ ନିଶ୍ଚୟ ବାଟ ପାଇଯିବା। ତାପରେ ସେମାନେ ସେହି ଗୁଣ୍ଡୁଚି ମୂଷାମାନଙ୍କ ପଛେ ପଛେ ଯାଆନ୍ତି। କିନ୍ତୁ ସେମାନେ ବାଟ ନ ପାଇ ଆହୁରି ଜଙ୍ଗଲ ଭିତରକୁ ଚାଲିଯାଆନ୍ତି। ରାଜୁ, ମତେ ଲାଗୁଛି ଆମେ ବୋଧହୁଏ ଅଧିକ ଜଙ୍ଗଲ ଭିତରକୁ ଚାଲି ଆସିଲେ। ମତେ ତ ଭାରି ଡର ଲାଗୁଛି। ଦିଦି, ତୁ ଜମା ଡରନି। ଆମକୁ କିଛି ନା କିଛି ରାସ୍ତା ନିଶ୍ଚୟ ମିଳିଯିବ। ରାଜୁ ଏତିକି କହୁ କହୁ ସେଠାକୁ ଏକ କୁକୁର ଛୁଆ ତାଙ୍କ ପାଖକୁ ଆସେ। ସେ କୁକୁର ଛୁଆଟି ଏକ ଜିଲାପି ଖାଉଥାଏ। ତାକୁ ଜିଲାପି ଖାଉଥିବାର ଦେଖି ରାନୀ ଚଢ଼େଇ କୁହେ, ରାଜୁ, ମୋର ଏଇ ଜିଲାପି ଦେଖି ଭାରି ଲାଳ ଗଡ଼ିଲାଣି। ମତେ ତ ଜୋରେ ଭୋକ ଲାଗିଲାଣି। ତୁମେ ଜିଲାପି ଖାଇବ?
ଜିଲାପି ଖାଇବ ଯଦି ଯାଅ, କିଛି ଦୂରରେ ତୁମକୁ ଏକ ଜିଲାପି ଘର ଦିଶିବ। ତୁମେ ସେଠାରୁ ଯାଇ ସାବଧାନ ହୋଇ ଗୋଟେ ଗୋଟେ ଜିଲାପି ନେଇ ଆସିବ। ହେଲେ ମନେ ରଖ, ଯଦି ଅଧିକ ଆଣିବ ତେବେ ତା ଭିତରେ ଏକ ଡାହାଣୀ ଅଛି। ସେ ଯଦି ଜାଣିଯିବ ନା, ତୁମକୁ ବନ୍ଦୀ କରିଦେବ। କୁକୁର ଛୁଆର କଥା ଶୁଣି ରାଜୁ ଆଉ ରାନୀ ସେହି ଜିଲାପି ଘର ପାଖକୁ ଯାଆନ୍ତି। ଦେଖ ଦିଦି, ସତରେ ଏଠି ଗୋଟିଏ ଜିଲାପି ଘର ଅଛି। ମୋର ପାଟିରୁ ଖାଲି ଲାଳ ଗଡ଼ି ଯାଉଛି। ଚାଲ, ଆମେ ସେଥିରୁ ଗୋଟିଏ ଆଣି ଖାଇବା। ଆରେ ହଁ ରାଜୁ, ହେଲେ ସେ କୁକୁର ଛୁଆଟା କହିଥିଲା ଏଠି ଗୋଟେ ଡାହାଣୀ ଅଛି ବୋଲି। କାଇଁ କେହି ତ ନାହାନ୍ତି। ସେ ବୋଧେ ଡରେଇବା ପାଇଁ ଆମକୁ ମିଛ କହୁଥିଲା। ଏମିତି କହି ସେ ଦୁଇ ଜଣ ଜିଲାପି ଘର ପାଖକୁ ଯାଇ ସେଥିରୁ ଗୋଟେ ଗୋଟେ ଜିଲାପି ଛିଣ୍ଡେଇ ଖାଉଥାନ୍ତି। କି ମିଠା! ଏତେ ସୁନ୍ଦର ଜିଲାପି ମୁଁ କେବେ ବି ଖାଇ ନଥିଲି। ଏମିତି ସେମାନେ ଗୋଟେ ପରେ ଗୋଟେ ଜିଲାପି ଛିଣ୍ଡେଇ ଆଣି ଖାଉଥାନ୍ତି। ଆଉ ହଠାତ୍ ଏତିକି ବେଳେ ସେ ଜିଲାପି ଘର ଭିତରୁ ଏକ ଡାହାଣୀ ବାହାରି ଆସେ। ଆରେ ହେ ଦୁଷ୍ଟ ଚଢ଼େଇ ଛୁଆ, ମୋ ବିନା ଅନୁମତିରେ ତୁମେ ମୋ ଜିଲାପି ଚୋରି କରି ଖାଉଛ? କ୍ଷମା କରିଦିଅ ଆମକୁ ଡାହାଣୀ ମାଉସୀ। ଦୟାକରି ଆମ ଉପରେ ରାଗ ନାହିଁ। ଆମେ ଜଙ୍ଗଲରେ ହଜି ଯାଇଛୁ, ଆମ ଘରର ବାଟ ପାଉନୁ। ଆରେ ପିଲାମାନେ, ମତେ ଡରନି, ମୁଁ ତୁମ ଉପରେ ଜମା ବି ରାଗିନି। ଆସ, ମୋ ଘର ଭିତରକୁ ଆସ, ତୁମ ପାଇଁ ଆହୁରି ଗରମ ଗରମ ଜିଲାପି ରଖିଛି ମୁଁ। ଏହା କହି ସେ ଡାହାଣୀ ରାଜୁ ଆଉ ରାନୀକୁ ତା ଜିଲାପି ଘର ଭିତରକୁ ନେଇଯାଏ। ଆଉ ରାଜୁକୁ ଝାମ୍ପି ନେଇ ଏକ ପିଞ୍ଜରାରେ ବନ୍ଦୀ କରିଦିଏ। ଆଉ ରାନୀକୁ କୁହେ, ଏ ଝିଅ, ତତେ ମୁଁ ବନ୍ଦୀ କରିବିନି, କାରଣ ତୁ ମୋର ସବୁ କାମ କରିବୁ, ମତେ ଖାଇବା ରାନ୍ଧିକି ଦବୁ। ହଉ ଡାହାଣୀ ମାଉସୀ, ମୁଁ ତୁମର ସବୁ କାମ କରିବି, କିନ୍ତୁ ତୁମେ ମୋ ଭାଇକୁ ଛାଡ଼ି ଦିଅ। ତୁମେ ତାକୁ ପିଞ୍ଜରାରେ କଣ ପାଇଁ ବନ୍ଦୀ କଲ? ତାକୁ ବନ୍ଦୀ ନ କଲେ ସେ ଏଠୁ ପଳେଇ ଯିବ। ଯା, ତାକୁ ରାନ୍ଧି ବାଡ଼ି ଭଲ ଭାବେ ଖାଇବାକୁ ଦେ। ସେ ମୋଟା ସୋଟା ହେଇଗଲେ ମୁଁ ତାକୁ ଖାଇବି। ଏହା ଶୁଣି ରାନୀ ବହୁତ ଡରିଯାଏ। ରାଜୁ, ଆମେ ଏବେ କଣ କରିବା? ଏ ଡାହାଣୀଠୁ କେମିତି ମୁକ୍ତି ପାଇବା? ଆମେ ଏଠାକୁ କାହିଁକି ଆସୁଥିଲେ କେଜାଣି? ତୁ ଚିନ୍ତା କରନି ଦିଦି, ମୁଁ କିଛି ନା କିଛି ଉପାୟ ନିଶ୍ଚୟ ବାହାର କରିବି। ଏମିତି କିଛି ଦିନ ବିତିଯାଏ। ଆଉ ଡାହାଣୀଟି ରାଜୁ ପାଖକୁ ଆସେ। ଆରେ ବା, ବଢିଆ ଗୋଲଟୋଲ ହେଇଗଲାଣି, ମୁଁ ଆଜି ଯାଉଛି ଆକୁ ଖାଇବି। ଏହା କହି ଡାହାଣୀ ରାନୀ ପାଖକୁ ଯାଏ। ଏ ରାନୀ, ରନ୍ଧା ବଢା ସେତିକି ଥାଉ, ଆଗ ହାଣ୍ଡିରେ ପାଣି ଗରମ କର। ଆଜି ମୁଁ ତୋ ଭାଇକୁ ସିଝେଇକି ଖାଇବି। ଏହା କହି ଡାହାଣୀ ସେଠାରୁ ଚାଲିଯାଏ। ରାନୀ ଦୌଡ଼ି ଦୌଡ଼ି ତା ଭାଇ ପାଖକୁ ଯାଏ। ରାଜୁ, ତତେ ସେ ଡାହାଣୀ ଆଜି ଖାଇବ ବୋଲି କହୁଛି। ସେ ମତେ ଚୁଲିରେ ପାଣି ଗରମ କରିବାକୁ କହିଛି। ଆମେ ଏବେ କଣ କରିବା? ସେ ତ ତତେ ଖାଇଦବ। ଆରେ ଦିଦି, ତୁ ଜମା ବି ଡରନି। ଶୁଣ, ତୁ କାନ ଦେଖା, ମୁଁ ତତେ ଗୋଟେ ପ୍ଲାନ୍ କହୁଛି। ତାପରେ ରାନୀ ଗୋଟିଏ ବଡ଼ ହାଣ୍ଡିରେ ପାଣି ଗରମ କରେ। ଡାହାଣୀ ତା ପାଖକୁ ଆସି କୁହେ, ଏ ଚଢ଼େଇ, ପାଣି ଗରମ ହେଲା ନା ନାହିଁ? ଆରେ ଡାହାଣୀ ମାଉସୀ, ମୁଁ ତ ଛୋଟ ଚଢ଼େଇଟା, ମୁଁ କେମିତି ଦେଖିବି? ତୁମେ ଦେଖୁନା ପାଣି ଗରମ ହୋଇଛି କି ନାହିଁ? ଡାହାଣୀ ଯେମିତି ହାଣ୍ଡି ଭିତରକୁ ମୁହଁ କରେ, ରାନୀ ଚଢ଼େଇ ଚୁଲିରୁ ଗୋଟିଏ କାଠ ଖଣ୍ଡ ଆଣି ତା ଗୋଡ଼ରେ ନିଆଁ ଲଗେଇ ଦିଏ। ତା ଗୋଡ଼ରେ ନିଆଁ ଲାଗିବାରୁ ସେ ସିଧା ସେଇ ପାଣି ହାଣ୍ଡିକୁ ଡେଇଁ ପଡ଼େ। ବଞ୍ଚାଅ ମତେ, ମାରିଦେଲା ରେ! ଆଉ ସେହି ଗରମ ପାଣିରେ ପଡ଼ି ଡାହାଣୀଟି ଛଟପଟ ହୋଇ ମରିଯାଏ। ତାପରେ ରାନୀ ପିଞ୍ଜରାର ଚାବି ଖୋଜି ରାଜୁକୁ ବାହାର କରେ। ଡାହାଣୀଟି ମରିବା ପରେ ଜିଲାପି ଘରଟି ଉଭାନ ହୋଇଯାଏ, କିନ୍ତୁ ସେଠାରେ ଏକ ସୁନାର ମାଠିଆ ପଡ଼ିଥାଏ।
ଆଉ ତା ପାଖରେ ଏକ ନକ୍ସା ମଧ୍ୟ ପଡ଼ିଥାଏ। ରାନୀ ଆଉ ରାଜୁ ସେ ନକ୍ସାକୁ ଦେଖି ଜଙ୍ଗଲରୁ ବାହାରିବାର ବାଟ ପାଇଯାଆନ୍ତି। ତାପରେ ସେମାନେ ସେହି ସୁନାର ମାଠିଆକୁ ଧରି ଜଙ୍ଗଲରୁ ବାହାରି ଯାଆନ୍ତି।